ଆଜିକାଲିର ବ୍ୟସ୍ତତା ଭିତରେ ସମସ୍ତଙ୍କୁ ସବୁକିଛି ଜଲ୍ଦି ଜଲ୍ଦି ଦରକାର। ଜଲ୍ଦି ଜଲ୍ଦି ବନିପାରୁଥିବ କିନ୍ତୁ ଖାଇବା ପାଇଁ ଟେଷ୍ଟି ହେଇଥିବ। ରୋଷେଇ କରିବା ପାଇଁ ଇଚ୍ଛା ନହେଲେ କିମ୍ବା ହାତରେ ଖୁବ୍ କମ୍ ସମୟ ଥିଲେ ବନାନ୍ତୁ ଏଇ ସୁଆଦିଆ ମସଲା ପଲଉ ବା ପୁଲାଉ। ବିରିୟାନୀ ଠାରୁ କିଛି କମ୍ ଲାଗିବ ନାହିଁ। ଭିଡ଼ିଓ ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ, ନିଶ୍ଚୟ ଗୋଟେ ସେୟାର କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ଏଯାଏଁ ସବସ୍କ୍ରାଇବ୍ କରିନାହାନ୍ତି ତଳେ ଥିବା ବ୍ଲାକ୍ କଲର୍ ସବସ୍କ୍ରାଇବ୍ ବଟନରେ ପ୍ରେସ୍ କରି ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ। ମୁଁ ସସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ସସ୍ମିତା ଷ୍ଟାର କିଚେନକୁ। ମସଲା ପଲଉ ବନେଇବା ପାଇଁ ଘରେ ଥିବା ଯେକୌଣସି ଗୋଟେ ଗ୍ଲାସ୍ କିମ୍ବା ଗିନାରେ ମାପ କରି ଚାଉଳ ନିଅନ୍ତୁ। ସେ ଗ୍ଲାସ୍ କିମ୍ବା ଗିନାରେ ମାପ କରି ପାଣି ଦେବେ। ପଲଉ ପୁରା ପରଫେକ୍ଟ ବନିବ। ମୁଁ ଏଇ ଗ୍ଲାସରେ ମାପ କରି ଗୋଟେ ଗ୍ଲାସ୍ ଚାଉଳ ନେଲି। 300 ଗ୍ରାମର ଚାଉଳ। ଏଇଠି ମୁଁ ଲମ୍ବା ଦାନା ବାଲା ବାସମତୀ ଚାଉଳ ନେଇଛି। ବାସମତୀ ଚାଉଳରେ ପଲଉ କିମ୍ବା ବିରିୟାନୀ ଖାଇବା ପାଇଁ ବହୁତ ବଢ଼ିଆ ଲାଗେ। ଆପଣମାନେ ନର୍ମାଲ ଅରୁଆ ଚାଉଳ ନେଇପାରିବେ କିନ୍ତୁ ପୁରୁଣା ଚାଉଳ ନେବେ। ନୂଆ ଚାଉଳରେ ପଲଉ କିମ୍ବା ବିରିୟାନୀ ପୁରା ଚିପଚିପ୍ ହେଇଯାଏ, ଖାଇବା ପାଇଁ ଭଲ ଲାଗେ ନାହିଁ। ଏବେ ଆମେ ଚାଉଳରେ ପାଣି ଦେଇ 2ରୁ 3 ଥର ଭଲ ଭାବରେ ଧୋଇବା। ଚାଉଳ ଉପରେ ଥିବା ଧଳା ପାଣି ବାହାରି ଯିବା ପର୍ଯ୍ୟନ୍ତ ଚାଉଳକୁ ଭଲ ଭାବରେ ଧୋଇବା। ଚାଉଳ ଉପରେ এই ଧଳା ପାଣି ବାହାରି ଗଲେ ପଲଉ କିମ୍ବା ବିରିୟାନୀରେ ଭାତ ପୁରା ଖିଲା ଖିଲା ହୁଏ, ଜମା ଚିପଚିପ୍ ହୁଏ ନାହିଁ। ଏଇଠି ମୁଁ ଚାଉଳକୁ 3 ଥର ପାଣିରେ ଧୋଇ ଆଣିଲି। ତାପରେ 30 ମିନିଟ୍ ପର୍ଯ୍ୟନ୍ତ ପାଣିରେ ବତୁରେଇ ରଖିବା। ଚାଉଳକୁ କିଛି ସମୟ ପାଣିରେ ବତୁରେଇ ରଖିଲେ ଚାଉଳର ଲେନ୍ଥ ବଡ଼ ହେଇଯାଏ, ତା ଛଡ଼ା ପଲଉ ପୁରା ଖିଲା ଖିଲା ହୁଏ। ଏଇ ଟିପ୍ସକୁ ନିହାତି ଫଲୋ କରିବେ। ଆଜିର ପଲଉ ପାଇଁ ଆମକୁ କିଛି ଫୁଲକୋବି ଦରକାର। ଏଇଠି ପାଖାପାଖି ମୁଁ 250 ଗ୍ରାମର ଫୁଲକୋବି ନେଇଛି। ଫୁଲକୋବିକୁ ଟିକେ ବଡ଼ ସାଇଜରେ କାଟିବେ। ଗୋଟେ ମିଡ଼ିୟମ୍ ସାଇଜର ଆଳୁ ନେଇଛି। ଆଳୁକୁ ଟିକେ ଛୋଟ ସାଇଜରେ କାଟିବେ, ବହୁ ଜଲ୍ଦି ସିଝିଯିବ। ତା ସହିତ 100 ଗ୍ରାମର ସୋୟାବଡ଼ି ବା ସୋୟାବିନ୍। ଗୋଟେ ବଡ଼ ବାଉଲରେ ସୋୟାବିନ୍କୁ ଦେବା। ତାପରେ ପାଣିକୁ ଗରମ କରି ଗରମ ପାଣିକୁ ସୋୟାବିନ୍ରେ ଦେବା। ଅଧା ଛୋଟ ଚାମଚ ଲୁଣ ଦେବା। ତାପରେ 5ରୁ 6 ମିନିଟ୍ ପର୍ଯ୍ୟନ୍ତ ସୋୟାବିନ୍କୁ ଗରମ ପାଣିରେ ବତୁରେଇ ରଖିବା। ଜମା ଅଧିକ ସମୟ ବତୁରେଇବେ ନାହିଁ, ସୋୟାବିନ୍କୁ ବେଶୀ ନରମ କରିବେ ନାହିଁ। 5-6 ମିନିଟ୍ ବତୁରି ଯିବା ପରେ ଥଣ୍ଡା ପାଣି ଦେଇ ଧୋଇ ଆଣି ସୋୟାବିନ୍କୁ ଚିପୁଡ଼ି ନେବା। ସେଇ ଭିତରେ ଚାଲନ୍ତୁ ପଲଉ ବନେଇବା ଷ୍ଟାର୍ଟ କରିବା। ପଲଉ ବନେଇବା ପାଇଁ ଯେକୌଣସି ଗୋଟେ ମୋଟା କଢ଼େଇ କିମ୍ବା ଡେକ୍ଚି ନେବେ। ପଲଉ କଢ଼େଇ ତଳେ ଲାଗିବ ନାହିଁ। କଢ଼େଇ ଗରମ ହେଇଯିବା ପରେ ଗୋଟେ ବଡ଼ ଚାମଚ ସୋରିଷ ତେଲ ଗରମ କରିବା। ତେଲ ଗରମ ହେଇଯିବା ପରେ କାଟି ରଖିଥିବା ଫୁଲକୋବି ଆଳୁକୁ ଦେବା। ଫୁଲକୋବି ଆଳୁ ସୋୟାବିନ୍କୁ ଦେଖି ସ୍ୱାଦ ଅନୁସାରେ ଲୁଣ ଦେବା। ଏବେ ଫୁଲକୋବି ଆଳୁକୁ ଭାଜିବା, କିନ୍ତୁ ଭାଜିବା ସମୟରେ ଫୁଲକୋବି ଆଳୁକୁ କଭର କରିବା ଦରକାର ନାହିଁ। ସେମିତି ମିଡ଼ିୟମ୍ ହାଇ ଫ୍ଲେମ୍ରେ ଭାଜିବା। ଫୁଲକୋବିରୁ ବାହାରିଥିବା ଏକ୍ସଟ୍ରା ପାଣି ଶୁଖିଯିବା ପରେ ଆମେ ବତୁରେଇ ରଖିଥିବା ସୋୟାବିନ୍କୁ ଦେବା। ସୋୟାବିନ୍ ଦେଖନ୍ତୁ ନରମ ହେଇଯାଇଛି, କିନ୍ତୁ ବେଶୀ ବତୁରି ନାହିଁ। ସୋୟାବିନ୍କୁ ଏତିକି ନରମ ରଖିବେ। ବେଶୀ ଘାଣ୍ଟି ଗଲେ ପଲଉରେ ଖାଇବା ପାଇଁ ଭଲ ଲାଗିବ ନାହିଁ। ତାପରେ ମିଡ଼ିୟମ୍ ହାଇ ଫ୍ଲେମ୍ରେ ସବୁ ଜିନିଷକୁ ଟିକେ ଲାଲ କଲର୍ ହେଲା ପର୍ଯ୍ୟନ୍ତ ଭାଜିବା। ଏମିତି ଲାଲ କଲର୍ ହେଇଯିବା ପରେ ବାହାରକୁ ବାହାର କରି ଆଣିବା। ସେଇ କଢ଼େଇରେ ଆଉ ଗୋଟେ ବଡ଼ ଚାମଚ ସୋରିଷ ତେଲ ଗରମ କରିବା। ତେଲ ସହିତ ଆପଣମାନେ ଅଳ୍ପ ଘିଅ ବି ଦେଇପାରିବେ। ଅଳ୍ପ ଘିଅ ଦେଲେ ପଲଉର ଟେଷ୍ଟ ଆହୁରି ବଢ଼ିଯିବ। ତେଲ ଗରମ ହେଇଯିବା ପରେ ଗୋଟେ ଛୋଟ ଚାମଚ ଜିରା, 2ଟି ତେଜପତ୍ର ଦେବା। ତା ସହିତ ଗୋଟେ ଗୁଜୁରାତି, ଗୋଟେ ବଡ଼ ଅଳେଇଚ, ଛୋଟ ଖଣ୍ଡେ ଡାଲଚିନି, ଗୋଟେ ଚକ୍ରଫୁଲ, 4ଟି ଲବଙ୍ଗ, 8-10ଟି ଗୋଲମରିଚ ଦେବା। ଅଳ୍ପ କିଛି ଗୋଟା ଗରମ ମସଲା ତେଲରେ ଦେଲେ ପଲଉର ବାସ୍ନା ଆଉ ଟେଷ୍ଟ ପୁରା ବିରିୟାନୀ ପରି ଆସିବ। ଗରମ ମସଲା ତେଲରେ ଫୁଟିଯିବା ପରେ ଗୋଟେ ବଡ଼ ସାଇଜର ପିଆଜ ଦେବା। ପିଆଜକୁ ଲମ୍ବା ପତଳା କରି କାଟିକି ଦେବେ। ଗ୍ୟାସର ଫ୍ଲେମ୍ ଲୋ ମିଡ଼ିୟମ୍ ରଖି ପିଆଜକୁ ହାଲକା ଲାଲ କଲର୍ ହେଲା ପର୍ଯ୍ୟନ୍ତ ଭାଜିବା। ପିଆଜ ଏତିକି ଲାଲ କଲର୍ ହେଇଯିବା ପରେ 2 ଛୋଟ ଚାମଚ ଅଦା ରସୁଣ ଛେଚା ଦେବା। 10-12ଟି ରସୁଣ, 1 ଇଞ୍ଚର ଅଦାକୁ ମୁଁ ଛେଚି ନେଇଥିଲି। ଅଦା ରସୁଣ ପେଷ୍ଟ ଦେବା ଅପେକ୍ଷା ଅଦା ରସୁଣକୁ ଫ୍ରେଶ୍ ଛେଚିକି ଦେବେ। ପଲଉରେ ବହୁତ ବଢ଼ିଆ ବାସ୍ନା ଆଉ ଟେଷ୍ଟ ଆସିବ। ଅଦା ରସୁଣର କଞ୍ଚା ବାସ୍ନା ଯିବା ପର୍ଯ୍ୟନ୍ତ ଲୋ ଫ୍ଲେମ୍ରେ ଭଲ ଭାବରେ କଷିବା। ଅଦା ରସୁଣ କଷିଯିବା ପରେ ମସଲା ପାଇଁ ଗୋଟେ ବଡ଼ ସାଇଜର ଟମାଟୋ ଦେବା। ପରେ ମୁଁ ଅଳ୍ପ ଦହି ଦେବି, ସେଥିପାଇଁ ଗୋଟେ ବଡ଼ ସାଇଜର ଟମାଟୋ ଦେଲି। ଯଦି ଆପଣମାନେ ପରେ ଦହି ଦେବେ ନାହିଁ, ଏଇ ଷ୍ଟେଜ୍ରେ 2ଟି ମିଡ଼ିୟମ୍ ସାଇଜର ଟମାଟୋ ଦେବେ। ଟମାଟୋକୁ ମସଲା ସହିତ ଗୋଳେଇ ନେବା। ଏବେ ପଲଉ ପାଇଁ ଲୁଣ ଦେବା, କେବଳ ଚାଉଳ ପାଇଁ। ପନିପରିବା ପାଇଁ ଆମେ ଲୁଣ ଦେଇଥିଲେ। ଅଧା ଛୋଟ ଚାମଚ ହଳଦୀ ଗୁଣ୍ଡ ଦେବା। ଅଧା ଛୋଟ ଚାମଚ ରାଗ ଲଙ୍କା ଗୁଣ୍ଡ। ପଲଉରେ ଭଲ କଲର୍ ପାଇଁ ଗୋଟେ ଛୋଟ ଚାମଚ କାଶ୍ମୀରୀ ଲଙ୍କା ଗୁଣ୍ଡ ଦେବା। ଗୋଟେ ଛୋଟ ଚାମଚ ଧନିଆ ଗୁଣ୍ଡ, ତା ସହିତ ଗୋଟେ ବଡ଼ ଚାମଚ ବିରିୟାନୀ ମସଲା। ବିରିୟାନୀ ମସଲା ଦେଲେ ପଲଉର ବାସ୍ନା ଆଉ ଟେଷ୍ଟ ପୁରା ବିରିୟାନୀ ପରି ଆସିବ। ଯଦି ବିରିୟାନୀ ମସଲା ନଥିବ ଗୋଟେ ବଡ଼ ଚାମଚ ଗରମ ମସଲା ଦେବେ।
गुंड मसला को टमाटो सहित गलाई नेबा। मसला देखंतु टिके सुखिला लागुछि। 4-5 चमच पानी देई मसला को कसिबा, नहले गुंड मसला कढ़ई तले लागि जिवो। एबे लो मीडियम फ्लेम रे मसला को कभर करी मसला रु तेल बाहरिबा पर्यंत कसिबा। 5-6 मिनिट परे एठी देखंतु मसला ऊपर को तेल आसी गलानी। मसला भलो भाबरे कसी गलानी। आपण चाहिले एई मसला रे एई पलौ को बनै परिबे, किंतु पलौ रो टेस्ट बढ़ाइबा पई आमे 3 बड़ चमच फ्रेश दही देबा। अल्प दही देले पलौ रो टेस्ट आउ टेक्सचर बहुत बढ़िया आसीबो। दही को भलो भाबरे फेंटिकी देबे, मसला रे फाटिबो नाही। दही देबा समय रे गैस रो फ्लेम पूरा लो रखी लगातार घंटीबे। दही मसला रे जमा भी फाटिबो नाही। किछि समय परे देखंतु दही मसला सहित मिसी गलानी। दही मसला रे जमा भी फाटी नाही। एबे आमे मीडियम फ्लेम रे दही रु तेल बाहरिबा पर्यंत मसला को भलो भाबरे कसिबा। एबे देखंतु मसला ऊपर को तेल आसी गलानी। मसला भलो भाबरे कसी गलानी। एबे आमे भाजी रखितिबा सोयाबीन पनिपरिबा गुडी को देबा। ता सहित 2 बड़ चमच फ्रेश ग्रीन मटर देबा। जदि थिबो देबे, नथिले स्किप करिवे। तापरे मसला सहित सब जिंस को भलो भाबरे कसिबा। देखंतु जेतिके आमे मसला बनेथिले मसला पूरा परफेक्ट हिची। मसला सहित गळै सारिबा परे आमे बतुरै रखितिबा चाउळ को छांकुणी रे छाणीकी देबा। चाउळरू सब एक्स्ट्रा पानी को बाहर करिकी देबे। ताहले पलौ रे पानी देबा समय रे आमे पानी माप करी देई परिबा। तापरे चाउळ को हल्का हाथ रे मसला सहित गळैबा। एबे पलौ रो टेस्ट बढ़ाइबा पई अल्प किछि धनिया पत्र, ता सहित अल्प किछि पुदीना पत्र देबा। पुदीना पत्र देले पलौ रो बास्ना और टेस्ट पूरा बिरयानी परी आसीबो। 2-3 कंचा लंका मझिरु चिरा लगै देबा। पलौ रे बहुत बढ़िया बास्ना आसीबो। टिके अधिक भी राग लागिबो। जदि राग पसंद करथुबे ताहले देबे, नहले स्किप करिवे। तापरे सब जिंस को हल्का हाथ रे मसला सहित गळैबा। हल्का हाथ रे गळैबे, नहले चाउळ बतुरी जाईछि, चाउळ भांगी जिवो। एबे देखंतु चाउळ और पनिपरिबा मसला सहित भलो भाबरे कसी गलानी। एबे आमे पलौ पई पानी देबा। पानी देबा हेउछि सबुठु इम्पोर्टेंट। जेउ ग्लास रे माप करी 1 ग्लास चाउळ निथिले सेम ग्लास रे माप करी फुल 2 ग्लास पानी देबा। 1 ग्लास चाउळ पई 2 ग्लास पानी। जदि आपण माने कुकर रे पलौ बनाउथुबे ताहले 2 ग्लास रु टिके कम पानी देबे। पानी रो भाग माप ठीक रहिले पलौ पूरा परफेक्ट बनिबो। एबे गैस रो फ्लेम हाई रखिबा। पानी बहुत जल्दी फुटी जिवो। जदि आपण माने कुकर रे बनाउथुबे 2 ग्लास रु टिके कम पानी देबे आ मीडियम फ्लेम रे केवल 1 हुइसिल देबे। हाई फ्लेम रे पानी थरे फुटी जिबा परे चाउळ पनिपरिबा गुडी को तळ ऊपर करी गळैबा, नहले चाउळ तळे बसी जिवो, पनिपरिबा गुडी को ऊपर रहि जिवो। गळै सारिबा परे गैस रो फ्लेम पूरा लो रखी लो फ्लेम रे 10 रु 12 मिनिट कवर करिबा। 10 रु 12 मिनिट परे चलंतु पलौ को चेक करिबा। जेतेबेले आपण माने कवर खोलिबे घर पूरा बास्ना रे महकी जिवो। ऊपरे थिबा चाउळर साइज देखंतु केते बड़ देखा जाउछि। चाउळ पूरा भलो भाबरे सिझी जाईछि, किंतु घांटी नाही। पलौ को आपण माने सबु बेले साइड रु काढिबे। साइड रु चेक करिबा। देखंतु तळ पर्यंत जमा भी पानी नाही। पलौ रो कलर आउ टेक्सचर देखंतु केते सुंदर देखा जाउछि। पलौ जमा चिपचिप हे नाही, पूरा खिला खिला अछि। पलौ हे जिबा परे संगे संग बाहर को बाहर करिवे नाही। गैस रो फ्लेम पूरा बंद करी 5 मिनिट रेस्ट करिबा पई छाडिबे। ताहले पलौ रे थिबा भातर टेक्सचर बहुत बढ़िया आसीबो आउ पलौ पूरा खिला खिला हेबो। 5 मिनिट परे एठी हम पलौ पूरा रेडी। आपण माने बाहर को आनी खाई परिबे। वीडियो रे शेयर करथिबा सब टिप्स फॉलो करी आपण माने एई मसला पलौ बनांतु आउ केमिति लागिला निहाती कमेंट्स करी जणैबे। ताहले आजि पई रहिली, पुणी देखा हबा नया रेसिपी रे। धन्यवाद।